ଭୁବନେଶ୍ୱର ଓର୍ମାସ ଓ ସୁଭଦ୍ରା ଶକ୍ତି ମିଳିତ ଉଦ୍ୟମରେ ଏଇଡିକୋ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ମେଗା ମେଳା ଶିଶିର ସରସ 2026 ଏହାର ଅଷ୍ଟମ ଦିନରେ ପହଞ୍ଚିଛି। ଏହି ଅବସରରେ ଓର୍ମାସ ଓ ଭାରତୀୟ କୃଷି ଗବେଷଣା ପରିଷଦ ଅଧୀନସ୍ଥ ସେଣ୍ଟ୍ରାଲ ପ୍ଲାଣ୍ଟେସନ କ୍ରପ୍ସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ କେରଳ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି, ଯାହା ଗ୍ରାମୀଣ ଜୀବିକା ବିକାଶକୁ ନୂଆ ଦିଗ ଦେବ। ଏହି ବୁଝାମଣାପତ୍ର ମାଧ୍ୟମରେ ସିପିସିଆର୍ଆଇ ପକ୍ଷରୁ ଓର୍ମାସକୁ ଆବଶ୍ୟକ ପ୍ରଯୁକ୍ତି ହସ୍ତାନ୍ତର କରାଯିବ, ଯାହାଦ୍ୱାରା ନଡ଼ିଆ ଚାଷ ସମ୍ପର୍କିତ ବିଭିନ୍ନ ମୂଲ୍ୟବର୍ଦ୍ଧିତ ଉତ୍ପାଦର ବାଣିଜ୍ୟିକ ଉତ୍ପାଦନ ସମ୍ଭବ ହେବ। ଏହି ଅବସରରେ ଆଇସିଏଆର୍ ସିପିସିଆର୍ଆଇର ନିର୍ଦ୍ଦେଶକ ଡକ୍ଟର କେବି ହେଦାର କହିଥିଲେ ଯେ, ବଜାର ସମ୍ଭାବନାକୁ ଧ୍ୟାନରେ ରଖି କେନ୍ଦ୍ର ସରକାର ଓଡ଼ିଶାକୁ ନଡ଼ିଆ ଚାଷ ପାଇଁ ଦେଶର 2ଟି ସବୁଠୁ ଉପଯୁକ୍ତ ରାଜ୍ୟ ମଧ୍ୟରେ ଚିହ୍ନଟ କରିଛନ୍ତି। ଓର୍ମାସ ସହିତ ଏହି ସହଯୋଗ ମାଧ୍ୟମରେ ଚାଷୀମାନଙ୍କ ଆୟ ବୃଦ୍ଧି ପାଇଁ ବିପୁଳ ସମ୍ଭାବନା ରହିଛି ବୋଲି ସେ ଉଲ୍ଲେଖ କରିଥିଲେ। ଏଥିସହିତ ଓଡ଼ିଶା ସରକାରଙ୍କ ଦ୍ୱାରା ଏମ୍ଓୟୁ ପ୍ରକ୍ରିୟାକୁ ତ୍ୱରିତ ଭାବେ ସମ୍ପନ୍ନ କରାଯାଇଥିବାରେ ସେ ସନ୍ତୋଷ ପ୍ରକାଶ କରିଥିଲେ। ଏହି ଅବସରରେ ମାନ୍ୟବର ପଞ୍ଚାୟତିରାଜ ଓ ପାନୀୟ ଜଳ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବିନାରାୟଣ ନାୟକ ଯୋଗ ଦେଇଥିଲେ। ଶିଶିର ସରସକୁ କେବଳ କିଛି ଦିନର ମେଳାରେ ସୀମିତ ନ ରଖିବାକୁ ମନ୍ତ୍ରୀ ଆହ୍ୱାନ ଦେଇଥିଲେ। ପୋଷାକ, ଘରସଜ୍ଜା ଓ ଦୈନନ୍ଦିନ ଜୀବନର ହସ୍ତତନ୍ତ ଓ ସ୍ୱଦେଶୀ ଉତ୍ପାଦର ବ୍ୟବହାର ବଢ଼ାଇବା ସହ ଜନ୍ମଦିନ, ବିବାହ ବାର୍ଷିକୀ ଓ ପର୍ବପର୍ବାଣୀ ପରି ଅବସରରେ ହସ୍ତତନ୍ତ ଉପହାର ଦେଇ କାରିଗର ଓ ମହିଳା ସ୍ୱୟଂସହାୟିକା ଗୋଷ୍ଠୀଙ୍କ ସଶକ୍ତୀକରଣରେ ଭାଗିଦାର ହେବା ସହ ଭୋକାଲ ଫର ଲୋକାଲକୁ ଜୀବନଶୈଳୀର ଅଂଶ ଭାବେ ଉପରେ ଗୁରୁତ୍ୱ ଦେଇଥିଲେ। ଶିଶିର ସରସ 2026 ଅବସରରେ ବିଭିନ୍ନ ବର୍ଗରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ସିବିଓ ଓ ସ୍ୱୟଂସହାୟିକା ଗୋଷ୍ଠୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଗୁଜରାଟର ସିୟୁ ସଖୀମଣ୍ଡଳକୁ ଶ୍ରେଷ୍ଠ ଡିସପ୍ଲେ ପୁରସ୍କାର, ସୁନ୍ଦରଗଡ଼ର ସୁନ୍ଦରଗଡ଼ ଏଗ୍ରିକ୍ରାଫ୍ଟ ପ୍ରଡ୍ୟୁସର କମ୍ପାନୀକୁ ଶ୍ରେଷ୍ଠ ନବୀନ ଉତ୍ପାଦ ପୁରସ୍କାର, କୋରାପୁଟର ପଟାଙ୍ଗୀ ଆଗ୍ରୋ ପ୍ରଡ୍ୟୁସର କମ୍ପାନୀକୁ ଶ୍ରେଷ୍ଠ ପ୍ୟାକେଜିଂ ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିପରି ମୟୂରଭଞ୍ଜର ମୟୂର ପ୍ରଡ୍ୟୁସର ଗ୍ରୁପର ସର୍ବାଧିକ ବିକ୍ରୟ ସହ ଶ୍ରେଷ୍ଠ ଫୁଡ୍ ଷ୍ଟଲକୁ ପୁରସ୍କାର, ତ୍ରିପୁରାର ଆଶାର ଆଲୋକକୁ ଶ୍ରେଷ୍ଠ ବାହ୍ୟ ରାଜ୍ୟ ନବୀନ ଉତ୍ପାଦ ପୁରସ୍କାର, ବାଲେଶ୍ୱରର ନୀଳଗିରି ଲାକର ପ୍ରଡ୍ୟୁସର ଗ୍ରୁପକୁ ଶ୍ରେଷ୍ଠ ଥିମ୍ ଷ୍ଟଲ ପୁରସ୍କାର ଓ ଯାଜପୁରର ଲକ୍ଷ୍ମୀନାରାୟଣ ମହିଳା ସ୍ୱୟଂସହାୟକ ଗୋଷ୍ଠୀକୁ ଶ୍ରେଷ୍ଠ ବିକ୍ରୟ କୌଶଳ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଓର୍ମାସ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡକ୍ଟର ମୋନିକା ପ୍ରିୟଦର୍ଶିନୀ, ଓର୍ମାସ ଅତିରିକ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସଞ୍ଜୟ କୁମାର ସିଂଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ନାୟକ ଓର୍ମାସ ଓ ସୁଭଦ୍ରା ଶକ୍ତିର ସମ୍ପୂର୍ଣ୍ଣ ଟିମ୍କୁ ମେଳାକୁ ସଫଳ କରିବା ପାଇଁ ତାଙ୍କର ସଂଗଠିତ ପରିକଳ୍ପନା, ପରିଶ୍ରମ ଓ ସମର୍ପଣ ପାଇଁ ଅଭିନନ୍ଦନ ଜଣାଇଥିଲେ। ଗ୍ରାମରୁ ସହର ପର୍ଯ୍ୟନ୍ତ ଏକ ଦୃଢ଼ ଆର୍ଥିକ ଓ ସାଂସ୍କୃତିକ ସଂଯୋଗ ସୃଷ୍ଟି କରିବାରେ ଏହି ପ୍ରୟାସ ଏକ ମାଇଲଖୁଣ୍ଟ ବୋଲି ସେ କହିଥିଲେ। ଅପରପକ୍ଷରେ ଶନିବାର ସନ୍ଧ୍ୟାରେ ଭଜନ ସନ୍ଧ୍ୟା, ଲୋକନୃତ୍ୟ ଓ ସଙ୍ଗୀତ ପ୍ରସ୍ତୁତି ମେଳା ପରିସରକୁ ଆଧ୍ୟାତ୍ମିକତା ଓ ସାଂସ୍କୃତିକ ରଙ୍ଗରେ ଭରି ଦେଇଥିଲା। ଫୁଡ୍ ଷ୍ଟଲ, କିଡ୍ ଜୋନ୍ ଓ ହସ୍ତତନ୍ତ ହସ୍ତଶିଳ୍ପ ଷ୍ଟଲଗୁଡ଼ିକରେ ପରିଦର୍ଶକଙ୍କ ଭିଡ଼ ଜମିଥିଲା। ସୂଚନାଯୋଗ୍ୟ ଯେ, ବଢ଼ୁଥିବା ଲୋକ ସମାଗମ ଓ ଆଗ୍ରହକୁ ଦୃଷ୍ଟିରେ ରଖି ମେଳାର ଅବଧି ଆହୁରି 2 ଦିନ ପାଇଁ ସମୃଦ୍ଧ। ଓଡ଼ିଶାରୁ ରଜତ ମହାପାତ୍ରଙ୍କ ରିପୋର୍ଟ।